ନିର୍ବାଚନ ସମୟରେ ଘଟିଛି ଏକ ବଡ଼ ଧରଣର ଦୁର୍ଘଟଣା, ଯାହା ସମସ୍ତଙ୍କୁ କରିଦେଇଛି ଆଶ୍ଚର୍ଯ୍ୟ। ଚାରିଆଡ଼େ ଖେଳିଯାଇଛି ଭୟର ମାହୋଲ। ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛି। କିଏ କିଛି ବୁଝିବା ଆଉ ଭାବିବା ଆଗରୁ ଘଟିଯାଇଛି ଏକ ବିରାଟ ଦୁର୍ଘଟଣା। ହେଲେ କ'ଣ ହୋଇଥିଲା ସେହି ଦିନ, ଯାହା ସମସ୍ତଙ୍କୁ କରିଦେଇଛି ଆଶ୍ଚର୍ଯ୍ୟ? ତେବେ ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆପଣ ଯଦି ଜଗତର ନାଥ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମାନନ୍ତି, ତାହେଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ବୋଲି ଲେଖନ୍ତୁ। ଖୋର୍ଦ୍ଧା ଜିଲ୍ଲାର ସୁରେନ୍ଦ୍ର ମହାପାତ୍ର, ବୟସ କହିବାକୁ ଗଲେ 46 ବର୍ଷ। ପରିବାର କହିବାକୁ ଗଲେ ସ୍ତ୍ରୀ ଆଉ 2 ଝିଅ। ସୁରେନ୍ଦ୍ର ବାବୁ ଜଣଙ୍କ ଗ୍ରାମରେ ଏକ ପରିବା ଦୋକାନଟି କରିଥାନ୍ତି। ବହୁତ ଦୁଃଖ କଷ୍ଟ ସହି ସେ ପରିବାରକୁ ଚଳାନ୍ତି। ଟଙ୍କା ପଇସାର ଅଭାବ ସବୁବେଳେ ଥାଏ ତାଙ୍କ ପାଖରେ। କହିବାକୁ ଗଲେ ସୁରେନ୍ଦ୍ର ବାବୁ ଅଟନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବଡ଼ ଭକ୍ତଟିଏ। ସେଥିପାଇଁ ସେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସବୁ ବର୍ଷ ରଥଯାତ୍ରା ବେଳେ ପରିବାରଙ୍କୁ ସାଥିରେ ଧରି ପୁରୀ ଚାଲି ଆସନ୍ତି। ଏମିତି ଦୁଃଖ ସୁଖରେ ଚାଲିଥାଏ ସୁରେନ୍ଦ୍ର ବାବୁଙ୍କ ଜୀବନଟି। ହେଲେ ସେଦିନ ତାଙ୍କ ସହିତ ଏମିତି ଏକ ଘଟଣାଟି ଘଟିଯିବ ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ଘଟଣାଟି ଘଟିଯାଇଛି ନିର୍ବାଚନ ସମୟରେ। ସେତେବେଳେ ସମସ୍ତ ବର୍ଗର ନେତାମାନେ ନିଜ ନିଜର ଭୋଟ ପାଇଁ ପ୍ରଚାର ପ୍ରସାର କରୁଥାନ୍ତି। ଗ୍ରାମରୁ ସହର ପର୍ଯ୍ୟନ୍ତ ସେହି ସମୟରେ ପ୍ରଚାର ପ୍ରସାର ଚାଲୁଥାଏ। ଗ୍ରାମରୁ ସହର ପର୍ଯ୍ୟନ୍ତ ନିର୍ବାଚନର ମାହୋଲ ଚାଲିଥାଏ। ନିଜ ନିଜର କର୍ମୀମାନଙ୍କୁ ଧରି ବିଭିନ୍ନ ପ୍ରକାର ରାଲି କରୁଥାନ୍ତି। ଏହିସବୁ ପ୍ରଚାର କରିସାରିଲା ପରେ ଶେଷରେ ଆସିଲା ସେହି ଭୋଟ ବେଳର ଦିନ। ସମସ୍ତେ ନିଜ ନିଜର ପରିବାରଙ୍କୁ ଧରି ସେହି ଭୋଟ ଦେଉଥିବା ସ୍ଥାନକୁ ଯାଉଥାନ୍ତି। ସେହି ସମୟରେ ସୁରେନ୍ଦ୍ର ବାବୁ ତାଙ୍କ ସ୍ତ୍ରୀଙ୍କୁ ଧରି ଚାଲି ଆସିଲେ ସେହି ଭୋଟ ଦିଆଯାଉଥିବା ସ୍ଥାନକୁ। ସେହି ସ୍ଥାନରେ ଲୋକମାନେ ଅତି ଶାନ୍ତଶିଷ୍ଟ ହୋଇ ଲାଇନ ଲଗାଇ ଭୋଟ ପାଇଁ ଅପେକ୍ଷା କରୁଥାନ୍ତି। ଭୋଟ ଦେଉଥିବା କୋଠରୀ ଭିତରକୁ ଯାଇ ନିଜର ନିଜର ମତାମତ ଭୋଟ ମାଧ୍ୟମରେ ଦେଉଥାନ୍ତି। ଶେଷରେ ସୁରେନ୍ଦ୍ର ବାବୁଙ୍କ ପାଳି ବି ଆସିଲା। ସେ ବି ସେହି କୋଠରୀ ଭିତରକୁ ଯାଇ ନିଜର ମନପସନ୍ଦର ପ୍ରାର୍ଥୀକୁ ଭୋଟ ଦେଇ ତାଙ୍କ ସ୍ତ୍ରୀଙ୍କୁ ବାଇକରେ ବସାଇ ସୁରେନ୍ଦ୍ର ବାବୁ ବାହାରିଲେ ଘର ଅଭିମୁଖେ। ହେଲେ ସେଦିନ ତାଙ୍କ ପାଇଁ ଏକ ବଡ଼ ଦୁର୍ଘଟଣା ଅପେକ୍ଷା କରିଥିଲା ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ସେ ଘରକୁ ଫେରୁଥିବା ସମୟରେ ତାଙ୍କ ଆଗରେ ହଠାତ୍ ଏକ କଳା ରଙ୍ଗର ବିଲେଇଟି ଆସିଗଲା, ଯାହାକୁ ବଞ୍ଚେଇବାକୁ ଯାଇ ସୁରେନ୍ଦ୍ର ବାବୁଙ୍କ ବାଇକ୍ଟି ରାସ୍ତା ଉପରରୁ ତଳକୁ ଖସି ଆସି ଏକ ଗଛରେ ଯାଇ ଜୋରରେ ପିଟି ହୋଇଗଲା। ସେହି ସମୟରେ ସୁରେନ୍ଦ୍ର ବାବୁଙ୍କ ସ୍ତ୍ରୀ ଜଣକ ବାଇକ୍ରୁ ଖସି ତଳୁ ପଡ଼ିଯାଇଥିଲେ। ହେଲେ ସୁରେନ୍ଦ୍ର ବାବୁ ଗାଡ଼ିଟିକୁ ଚଳାଉଥିବାରୁ ତାଙ୍କ ମୁଣ୍ଡରେ ଏକ ଜୋରରେ ଆଘାତ ଲାଗିଲା। ଆଉ ସେଠି ସେ ସଙ୍ଗେ ସଙ୍ଗେ ବେହୋସ ହୋଇଗଲେ। ସେହି ସମୟରେ ତାଙ୍କ ସ୍ତ୍ରୀ କ'ଣ କରିବେ କିଛି ବୁଝିପାରୁନଥାନ୍ତି। ସେ ସୁରେନ୍ଦ୍ର ବାବୁଙ୍କୁ କିପରି ମେଡ଼ିକାଲକୁ ନେବେ, କ'ଣ କରିବେ କିଛି ବୁଝିପାରୁନଥାନ୍ତି। ହେଲେ ସେହି ସମୟରେ ଆଉ ଭୋ ଭୋ ହୋଇ କାନ୍ଦୁଥାନ୍ତି। ହଠାତ୍ ସେତିକି ବେଳେ
ଦୁଇ ଜଣ ଯୁବକ ସେଇ ରାସ୍ତାରେ ଯାଉଥାନ୍ତି। ସୁରେନ୍ଦ୍ର ବାବୁଙ୍କ ଏମିତି ଅବସ୍ଥା ଦେଖି ସେ ତାଙ୍କୁ ଧରି ଚାଲି ଆସିଲେ ମେଡ଼ିକାଲକୁ। ଯେତେବେଳେ ଡାକ୍ତର ଜଣଙ୍କ ସୁରେନ୍ଦ୍ର ବାବୁଙ୍କ ଅବସ୍ଥାକୁ ଦେଖିଲେ ସେତେବେଳେ ସେ ବୁଝିପାରୁଥିଲେ ଯେ ସୁରେନ୍ଦ୍ର ବାବୁଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଛି। ତାଙ୍କ ମୁଣ୍ଡରୁ ରକ୍ତ ବାହାରିବା ବନ୍ଦ ହେଉନାହିଁ। ତାଙ୍କ ଅବସ୍ଥା ଏବେ ସଙ୍କଟପନ୍ନ। ଏହିସବୁ କଥା ଗୁଡ଼ିକୁ ଶୁଣି ସୁରେନ୍ଦ୍ର ବାବୁଙ୍କ ସ୍ତ୍ରୀ କିଛି ବୁଝିପାରୁନଥିଲେ। ସେ କ'ଣ କରିବେ, ଆଉ ଏମିତି ବଡ଼ ବିପତ୍ତି ତାଙ୍କ ଉପରୁ କିପରି ଆସିଲା, ବହୁତ କିଛି ଭାବନା ଭାବୁଥାନ୍ତି ସେ ମନରେ, ଆଉ ଭୋ ଭୋ ହୋଇ କାନ୍ଦୁଥାନ୍ତି। ସେତିକି ବେଳେ ଆଉ କିଛି ସିନିୟର ଡକ୍ଟର ଆସି ସୁରେନ୍ଦ୍ର ବାବୁଙ୍କ ଚିକିତ୍ସା କରୁଥାନ୍ତି। ସେହି ସମୟରେ ସୁରେନ୍ଦ୍ର ବାବୁଙ୍କ ସ୍ତ୍ରୀ ମେଡ଼ିକାଲ ପାଖରେ ଥିବା ଏକ ଜଗନ୍ନାଥ ମନ୍ଦିର ପାଖକୁ ଦୌଡ଼ି ଆସିଲେ, ଆଉ ଜଗନ୍ନାଥଙ୍କ ଆଗରେ ବସି ଆଉ କାନ୍ଦି କାନ୍ଦି ହାତ ଯୋଡ଼ି କହୁଥାନ୍ତି, ହେ ଜଗତର ନାଥ ଜଗନ୍ନାଥ, ମୋତେ ଆଜି ଏହି ମହାନ ବିପତ୍ତିରୁ ରକ୍ଷା କରନ୍ତୁ ମହାବାହୁ। ମୋ ସ୍ୱାମୀଙ୍କ ଜୀବନ ଆଜି ତୁମ ହାତରେ। ଯେତିକି ଯାହା ଦେଉଥିଲ ସେତିକିରେ ଆମ ସଂସାର ରଥଟି ବହୁତ ଭଲ ଭାବରେ ଚାଲୁଥିଲା, ହେଲେ ଆଜି ଏହି ମହାବିପତ୍ତିରେ କାହିଁକି ପକାଇଦେଲ ମହାବାହୁ। ଏମିତି ବହୁତ କିଛି କହୁଥାନ୍ତି ସୁରେନ୍ଦ୍ର ବାବୁଙ୍କ ସ୍ତ୍ରୀ, ଆଉ ଭୋ ଭୋ ହୋଇ କାନ୍ଦୁଥାନ୍ତି। ହେଲେ ସେହି ଭକ୍ତର ଦୁଃଖ କେବେ ସହିପାରିବେ କି ମହାପ୍ରଭୁ ଜଗନ୍ନାଥ। ଏତିକି ବେଳେ ହଠାତ୍ ଘଟିଲା ଏକ ବଡ଼ ଧରଣର ଚମତ୍କାର ଘଟଣା। ମେଡ଼ିକାଲରେ ଚିକିତ୍ସାଧୀନ ଥିବା ସୁରେନ୍ଦ୍ର ବାବୁଙ୍କ ହଠାତ୍ ହୋସ୍ ଆସିଲା। ଏହି ଖବରଟିକୁ ଶୁଣି ସୁରେନ୍ଦ୍ର ବାବୁଙ୍କ ସ୍ତ୍ରୀ ହଠାତ୍ ଦୌଡ଼ି ଆସିଲେ ମେଡ଼ିକାଲକୁ। ସେତେବେଳେ ସୁରେନ୍ଦ୍ର ବାବୁଙ୍କ ହୋସ୍ଟି ଆସିଥାଏ, ଆଉ ତାଙ୍କ ଶରୀରରେ ବହୁଥିବା ରକ୍ତଟି ମଧ୍ୟ ବନ୍ଦ ହୋଇଯାଇଥାଏ। ଏମିତି ପାଖାପାଖି 3 ଦିନର ଚିକିତ୍ସା ପରେ ସୁରେନ୍ଦ୍ର ବାବୁ ଘରକୁ ଫେରିଲେ। ଭଲ ହୋଇ ଘରକୁ ଫେରିଲା ପରେ ସେ ସେହି ଜଗନ୍ନାଥ ମନ୍ଦିର ପାଖକୁ ଆସିଲେ, ଆଉ ସେଠାରେ ବସି ଆଉ କହୁଥାନ୍ତି, ହେ ଜଗତର ନାଥ ଜଗନ୍ନାଥ, ତୁମର ଲୀଳା ତୁମକୁ ହିଁ ଜଣା ମହାପ୍ରଭୁ। ମୋତେ ଆଜି ଏହି ମହାବିପତ୍ତିରୁ ରକ୍ଷା କରିଥିବାରୁ ମୁଁ ଆପଣଙ୍କ ପାଖରେ ଚିର ଋଣୀ ହୋଇ ରହିଲି। ଏମିତି ବହୁତ କିଛି କଥା କହି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଘରକୁ ଫେରିଲେ ସୁରେନ୍ଦ୍ର ବାବୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ଛୋଟିଆ ଅନୁଭୂତିଟି ଆପଣ ସମସ୍ତଙ୍କୁ କେମିତି ଲାଗିଲା, ଆପଣମାନଙ୍କ ମତାମତ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଏହିପରି ଆଉ କିଛି ଜଗନ୍ନାଥଙ୍କ ଅଲୌକିକ ଅନୁଭୂତି ଜାଣିବା ପାଇଁ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିନେବେ। ତେବେ ମୁଁ ଆଜି ପାଇଁ ରହୁଛି। ଜୟ ଜଗନ୍ନାଥ।